ଜଳେଶ୍ୱର ପୌରପାଳିକାର ସଫେଇ କର୍ମଚାରୀଙ୍କୁ ଅସଭ୍ୟ ଗାଳିଗୁଲଜର ଅଭିଯୋଗ। ଜଳେଶ୍ୱର ପୌରପାଳିକାର ସଫେଇ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବାର ଅଭିଯୋଗ ଆଣି ପ୍ଲାଣ୍ଟ ମ୍ୟାନେଜର ଜ୍ୟୋତ୍ସ୍ନା ଜେନାଙ୍କ ସମେତ ବାକି 2 ଜଣଙ୍କ ବିରୋଧରେ ସଫେଇ କର୍ମଚାରୀ ଦୀନବନ୍ଧୁ ସୋରେନ, ମୋହନ ମୁର୍ମୁ, ମୋହନ ମାରାଣ୍ଡି, ମୁକୁନ୍ଦ ବେଶ୍ରାଙ୍କ ସହ ସମସ୍ତ ସଫେଇ କର୍ମଚାରୀ ଜଳେଶ୍ୱର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂଙ୍କ ପାଖରେ ଫେରାଦ ଦେଲେ। ଖବର ଅନୁଯାୟୀ ଗତ 6 ତାରିଖ ମଙ୍ଗଳବାର ୱାର୍ଡ 10 ଶାନ୍ତିଆ ମଶାଣି ପଡ଼ିଆରେ ଅଭିଯୋଗକାରୀମାନେ କାମ କରୁଥିବା ବେଳେ ପୌରପାଳିକାର ଅଫିସ ନିୟୋଜିତ କର୍ମଚାରୀ ପଦ୍ମଲୋଚନ ବେହେରା ପହଞ୍ଚି MRF ଗାଡ଼ିରେ ଶୁଖିଲା ଆବର୍ଜନା ଗାଡ଼ିରେ ଲୋଡ୍ କରିବାକୁ କହିଥିଲେ ଓ ସେମାନେ ସେ କାର୍ଯ୍ୟ କରିଥିଲେ, ଯାହା ପ୍ଲାଣ୍ଟ ମ୍ୟାନେଜରଙ୍କ ରାଗର କାରଣ ଅଭିଯୋଗ ପତ୍ରରେ ଦର୍ଶାଇ ବୁଧବାର ଦିନ ସେହି ସଫେଇ କର୍ମଚାରୀଙ୍କୁ ୱାର୍ଡ ନମ୍ବର 7ରେ କାମ କଲାବେଳେ ଶ୍ରୀମତୀ ଜେନା ସମେତ SK ସାହିଦ, SK ହାଜିର ପହଞ୍ଚି ଜୋତାରେ ପିଟିବାର ଧମକ ଦେଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବାର କହିଛନ୍ତି। ତେବେ ସମସ୍ତ ଅଭିଯୋଗକାରୀ ଆଦିବାସୀ ଲୋକ ହୋଇଥିବାରୁ ସେମାନଙ୍କୁ ଏଭଳି ଖରାପ ବ୍ୟବହାର ଏମିତି ସାମ୍ନା କରିବାକୁ ପଡ଼ିଥାଏ। ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହେଲା ପରେ ବି ଆଜି ବି ସମାଜରେ ଓ କର୍ମକ୍ଷେତ୍ରରେ ଏପରି ଦୁର୍ବ୍ୟବହାର ଆଦିବାସୀଙ୍କୁ ମର୍ମାହତ କରିଛି। ଦୋଷୀମାନଙ୍କୁ ଶୀଘ୍ର ବରଖାସ୍ତ କରାଯାଉ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦିବାସୀଙ୍କ ବିଭିନ୍ନ ସଂଗଠନରୁ ଦାବି ଉଠୁଛି। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।